ସେମାନଙ୍କର ଦାମ ମଧ୍ୟ ଅଧିକ କିନ୍ତୁ ସେମାନେ ଯେଭଳି କଷ୍ଟ ସହି ଆମକୁ ମନୋରଞ୍ଜନ ଦେଉଛନ୍ତି ସେହି ଅନୁପାତରେ ହୁଏତ ଆମେ ତାଙ୍କୁ ସମ୍ମାନ ଦେଇପାରୁନାହୁଁ ଏବଂ ବର୍ତ୍ତମାନ ପରିସ୍ଥିତିରେ ଯାତ୍ରା ଶିଳ୍ପକୁ ନେଇ ଯେଉଁ ସଂକଟ ଦେଖାଦେଇଛି କାହା ସହିତ କାହାର ପଡ଼ୁନାହିଁ ଆମେ ସମସ୍ତେ ସେ ସମ୍ପର୍କରେ ଟିକେ ଚିନ୍ତିତ ହେବା ଉଚିତ ଏବଂ ଏହାର ଖୁବ୍ ଶୀଘ୍ର ସମାଧାନ ହେବା ଦରକାର। ଯାତ୍ରା ମୋ ବିଚାରରେ ଓଡ଼ିଶାର ଅନ୍ୟତମ ସ୍ୱତନ୍ତ୍ର ପରିଚୟ। ଭାରତର ଆଉ କେଉଁ ପ୍ରଦେଶରେ ଏଭଳି ବର୍ଷଯାକ ଯାତ୍ରା ଦେଖାଇବାର ପରମ୍ପରା ନାହିଁ। ଅନ୍ୟ ପ୍ରଦେଶ ଯେମିତି ବଙ୍ଗଳାରେ ଅଛି, ଆସାମରେ ଅଛି ଆଉ ମହାରାଷ୍ଟ୍ରରେ କିଛି ପରିମାଣରେ ଅଛି, କିନ୍ତୁ ଏଇଟା ଏକ ପୂର୍ଣ୍ଣକାଳୀନ ମନୋରଞ୍ଜନ ଶିଳ୍ପ ହିସାବରେ ଅନ୍ୟ କେଉଁ ପ୍ରଦେଶରେ ନାହିଁ। ତେବେ ଏଥିରେ ଅନେକ ଗୁଡ଼ିଏ ସଂସ୍କାରର ଆବଶ୍ୟକତା ଅଛି। ରାତି ଅନିଦ୍ରା ରହି ଦେଖିବା ଆଉ ସମ୍ଭବ ନୁହେଁ। ଯାତ୍ରାକୁ ନେଇ ଯେଉଁମାନେ ବର୍ତ୍ତମାନ ବିଭିନ୍ନ ଉପାୟରେ ତାକୁ ମନୋରଞ୍ଜନକୁ ଆହୁରି ଅଧିକ ଯାହା କୁହନ୍ତି ଲାଭଜନକ କରିବା ପାଇଁ ଯାତ୍ରାର ଯାହା ବିଷୟବସ୍ତୁ ଉପରେ ଆମର କୌଣସି ଆଉ ନିୟନ୍ତ୍ରଣ ନାହିଁ। ଆମେ ଅସ୍ମିତା କଥା କହୁଛୁ କିନ୍ତୁ ଆମ ଯାତ୍ରାକୁ ଦେଖିଲେ ଓଡ଼ିଶାକୁ ବା